ବିକ୍ରି କରି ଦେଉଥିଲା। ଖରା ଦିନ ହେଲା ତାକୁ ଥକା ଲାଗିଲା, ଗଛ ମୂଳେ ଶୋଇପଡ଼ିଲା। ବସୁ ବସୁ ସେ ଶୋଇପଡ଼ିଲା। ଗଛ ଉପରେ ଦଳେ ମାଙ୍କଡ଼ ଥିଲେ। ଟୋପିବାଲା ଜାଣିନି ଯେ ଗଛ ଉପରେ ଦଳେ ମାଙ୍କଡ଼ ଥିଲେ। ଦେଖିଲେ ସବୁ ତଳକୁ ଓହ୍ଲେଇଲେ ମାଙ୍କଡ଼ ମାନେ। ଟୋପିବାଲା ମୁଣ୍ଡରେ ଗୋଟେ ଟୋପିଟେ ଲଗେଇଥିଲା। ମାଙ୍କଡ଼ ମାନେ ଦେଖିନା ସବୁ ଟୋପି ଗୋଟେ ଗୋଟେ ଝୁଡ଼ିରୁ ନେଇକିନା ମୁଣ୍ଡରେ ବାନ୍ଧିଲେ ହେଲା। ଏଠୁ ନିଦରୁ ଉଠିଲା ଟୋପିବାଲା, ଦେଖିଲା ତା ଝୁଡ଼ିରେ ଟୋପି ନାହିଁ ନା। ଆଉ ଗଲା କୁଆଡ଼େ, ସେ ଗଛ ଉପରକୁ ଦେଖିଲା ଯେ ମଙ୍କି ମାନେ ସବୁ ମାଙ୍କଡ଼ ମାନେ ଟୋପି ଲଗେଇଛନ୍ତି। ଟୋପି ମାଗିଲା ଟୋପିବାଲା, କିନ୍ତୁ ମାଙ୍କଡ଼ ମାନେ ଦେଲେ ନାହିଁ। ତାପରେ ସେ କ'ଣ ବୁଦ୍ଧି ଗୋଟେ ପାଉଥିଲା ଆଉ କହିଲା କି ମୋ ଟୋପି ଯେଉଁ ମାଗିଲା ସେ ତା ମୁଣ୍ଡକୁ ଟୋପିଟା ଫିକିଦେଲା। ଏଠୁ ମାଙ୍କଡ଼ ମାନେ ଦେଖିନା ଟୋପିବାଲା ଯେ ଫିକିଦେଲା, ମାଙ୍କଡ଼ ମାନେ ସେମାନେ ବି ଟୋପିଟା ଫିକିଦେଲେ। ଏଠୁ ଟୋପିବାଲା ଟୋପି ତା ଝୁଡ଼ିରେ ଗୁଟେଇକିନା ଟୋପି ବିକ୍ରି କରି ନେଲା।